ମାଛ ଧରିବାକୁ ଯାଇ ପୋଖରୀରେ ବୁଡ଼ି ଯୁବକ ମୃତ। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତରେ ଘଟିଛି ଅଘଟଣ। ମାଛ ଧରିବାକୁ ଯାଇ ପୋଖରୀରେ ବୁଡ଼ି ଯୁବକର ମୃତ ହୋଇଥିବା ନେଇ ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ ପଳସା ଗ୍ରାମର ଶେଷଦେବ ନାୟକ ନାମକ ଯୁବକ ତାର ଅନ୍ୟ 3 ଜଣ ସାଙ୍ଗଙ୍କ ସହିତ ବଡ଼ନଈ ଗ୍ରାମର ଏକ ପୋଖରୀକୁ ମାଛ ଧରିବାକୁ ଯାଇଥିଲା। ତେବେ ମାଛ ମାରୁଥିବା ସମୟରେ ସେ ପୋଖରୀ ମଝିକୁ ଚାଲି ଯାଇଥିଲା। ପୋଖରୀ ଖାଲି ଥିବାରୁ ସେଠାରେ ବୁଡ଼ି ଯାଇଥିଲେ। ସେ ପାଣିରେ ବୁଡ଼ି ଯାଇଥିବା ଦେଖି ଅନ୍ୟ ସାଙ୍ଗମାନେ ମିଶି କୌଣସି ମତେ ତାକୁ ପାଣି ଭିତରୁ ଉଦ୍ଧାର କରି ଉପରକୁ ଆଣିଥିଲେ। ତେବେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିବା ନେଇ ସୂଚନା। ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।